ଆଜି ରବିବାର ସକାଳୁ ସକାଳୁ ବାହାରି ପଡ଼ିଲୁ ଜଗତସିଂହପୁରର କିଛି ପର୍ଯ୍ୟଟନସ୍ଥଳୀ ବୁଲିବାକୁ। ଆମର ଡେଷ୍ଟିନେସନ୍ ଥିଲା ଗୋରେଖନାଥ ମନ୍ଦିର, ଝଙ୍କଡ଼ ସାରଳା ମନ୍ଦିର ଆଉ ଶିଆଳି ସି ବିଚ୍। କଟକ ପାରାଦୀପ NH55 ଦେଇ ପହଞ୍ଚିଲୁ ଜୟପୁର ଛକରେ। ସେଠୁ ରାଇଟ୍ ଟର୍ନ ନେଇ ପହଞ୍ଚିଲୁ ଗୋରଖନାଥ ମନ୍ଦିର ପାଖରେ। କଟକରୁ 55 କିଲୋମିଟର ଆଉ ଜଗତସିଂହପୁରରୁ 13 କିଲୋମିଟର ଦୂରତାରେ ଅବସ୍ଥିତ ଗୋରେଖନାଥ ମନ୍ଦିର। ପାର୍କିଂ ଫି କାର୍ ପାଇଁ 50 ଟଙ୍କା ଆଉ ବାଇକ୍ ପାଇଁ 30 ଟଙ୍କା। ପାର୍କିଂରେ ଗାଡ଼ି ରଖି ବାହାରିଲୁ ବାବାଙ୍କ ଦର୍ଶନ ପାଇଁ। ମୁଖ୍ୟ ଦ୍ୱାର ଦେଇ ଆମେ ଗଲାବେଳେ ଦେଖିବାକୁ ମିଳିଲା ଏକ ବହୁତ ବଡ଼ ଆଉ ସୁନ୍ଦର ପୋଖରୀ। ପ୍ରାୟତଃ ସବୁ ମନ୍ଦିରରେ, ବଡ଼ ବଡ଼ ମନ୍ଦିରରେ ଆପଣ ଏଇଭଳି ପୋଖରୀମାନ ଦେଖିପାରିବେ। ଏଇଭଳି ରାସ୍ତାଟି ମନ୍ଦିର ଆଡ଼କୁ ଯାଇଛି। ଏଠାକାର ପରିବେଶ ଅତ୍ୟନ୍ତ ମନମୁଗ୍ଧକର। ଏଠାକୁ ଆସିଲେ ନିଶ୍ଚୟ ଆପଣମାନଙ୍କୁ ଶାନ୍ତି ଅନୁଭୂତ ହେବ। ଏଇ ଯେଉଁ ଜଙ୍ଗଲ ଭଳି ପରିବେଶ ଦେଖୁଛନ୍ତି, ଏହା ଆକ୍ଚୁଆଲି ଗୋଟିଏ ଗଛରୁ ଏସବୁ ତା'ର ଓହଳରୁ ଏସବୁ ବରଗଛମାନଙ୍କର ସୃଷ୍ଟି ହୋଇଛି। ଏହା ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ମନ୍ଦିରଟି ଖୁବ୍ ସୁନ୍ଦର ଆଉ ପରିବେଶ ଖୁବ୍ ମନମୁଗ୍ଧକର। ଏଠାକୁ ଆସିଲେ ଆପଣଙ୍କୁ ନିଶ୍ଚୟ ଶାନ୍ତି ମିଳିବ। ଏଠାରେ ବହୁତ ମାଙ୍କଡ଼ ଆଉ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆପଣ ଦେଖିବାକୁ ପାଇବେ। ଆମେ ଯେବେ ଯାଇଥିଲୁ ଖୁବ୍ କମ୍ ଲୋକ ଏଠାକୁ ଆସିଥିଲେ। ପରିବେଶ ବହୁତ ଫାଙ୍କା ଥିଲା, କିନ୍ତୁ ଜାଗର ଏବଂ ସୋମବାର ମାନଙ୍କରେ ଏଠାରେ ବହୁତ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହା ମନ୍ଦିରର ଚାରିପାର୍ଶ୍ୱର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଉଛି। ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ପରିବେଶଟି। ଆପଣ କିଛି ସମୟ ଏଠାରେ ଶାନ୍ତି ଅନୁଭୂତ କରିପାରିବେ। ଏଠାରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ଅଛି। ଆପଣ ପ୍ରସାଦ ସେବନ ମଧ୍ୟ କରିପାରିବେ। ଏହା ଦେଖନ୍ତୁ, ଏହା ହେଉଛି ଠାକୁରଙ୍କର ମୂର୍ତ୍ତି। ସେଠୁ ଦର୍ଶନ ସାରି ଆମେ ବାହାରିଲୁ ସାରଳା ମନ୍ଦିରକୁ। ସାରଳା ମନ୍ଦିରର ଦୂରତା ଗୋରଖନାଥ ଠାରୁ 6 କିଲୋମିଟର। ଗ୍ରାମ୍ୟ ରାସ୍ତା ଦେଇ ଆପଣମାନଙ୍କୁ ଯିବାକୁ ପଡ଼ିବ ଗୋରଖନାଥରୁ ସାରଳା ମନ୍ଦିର। ଏଠାରେ ଆପଣ ଗୋରଖନାଥ ଠାରୁ ଅଟୋର ସୁବିଧା ମଧ୍ୟ ପାଇପାରିବେ। ଝଙ୍କଡ଼ ଠାରେ ପାର୍କିଂ ଫି 20 ଟଙ୍କା ଆଉ କାର୍ ପାର୍କିଂ ଫି ଆଉ ବାଇକ୍ ପାର୍କିଂ ଫି 10 ଟଙ୍କା। ଏଠାରେ ଆପଣ ଆସିଲେ ଆପଣଙ୍କୁ ମନ୍ଦିରର ପୂଜାରୀମାନେ ଆପଣଙ୍କ ଗ୍ରାମ କିମ୍ବା ଅଞ୍ଚଳର ନାମ ପଚାରି ଆପଣଙ୍କୁ ସୁରୁଖୁରୁରେ ଦର୍ଶନ କରାଇ ଭୋଗରାଗ କରାଇ ଆପଣଙ୍କୁ ଛାଡ଼ିବେ। ଏହା ମନ୍ଦିରର ସମ୍ମୁଖ ଭାଗ। ଏଠାରେ ଦୀପଦାନ କରିପାରିବେ। ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଏହି ପୁଷ୍କରିଣୀଟି, ଯାହା ଦେଖିବାକୁ ଖୁବ୍ ସୁନ୍ଦର ଆଉ ବହୁତ ବଡ଼ ମଧ୍ୟ। ଏଠାରେ ଶ୍ରଦ୍ଧାଳୁମାନେ ଆସି ନିଜ ଗୋଡ଼ ହାତ ଧୋଇ ମନ୍ଦିରକୁ ପ୍ରବେଶ କରିଥାନ୍ତି। ଏଠାରେ କିଛି ସମୟ ଅତିବାହିତ କରି ମାଙ୍କର ଆଶୀର୍ବାଦ ନେଇ ଆମେ ଚାଲିଲୁ ଶିଆଳି ବିଚ୍, ଯାହା ସାରଳା ମନ୍ଦିର ଠାରୁ 36 କିଲୋମିଟର ଦୂରରେ ଅବସ୍ଥିତ। ଏହି ଶିଆଳି ବିଚ୍ ଦେଖିବାକୁ ଖୁବ୍ ସୁନ୍ଦର। ପରିବେଶ ଅତ୍ୟନ୍ତ ମନମୁଗ୍ଧକର। ଶିଆଳି ବିଚ୍ ଯିବା ପୂର୍ବରୁ ରାସ୍ତାରେ ଆପଣମାନେ ବହୁତ ଚିଙ୍ଗୁଡ଼ି ଘେରି ଦେଖିବାକୁ ପାଇବେ। ଏହା ହେଉଛି ଶିଆଳି ବିଚ୍ର ଦୃଶ୍ୟ। ସେଦିନ ଖୁବ୍ କମ୍ ଲୋକ ଏଠାକୁ ଆସିଥିଲେ, କିନ୍ତୁ ଏହା ପିକନିକ୍ ଋତୁରେ ବହୁତ ଭିଡ଼ ଏଠାରେ ଦେଖିବାକୁ ମିଳେ। ପିକନିକ୍ କରିବା ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା ଆପଣମାନଙ୍କୁ ମିଳିଯିବ। ଖୁବ୍ ଶାନ୍ତ ପରିବେଶ, ବିଶାଳ ସମୁଦ୍ର ବେଳାଭୂମି, ଯାହା ଆପଣଙ୍କୁ କିଛି ସମୟ ବାନ୍ଧି ରଖିବ। ଏଠାକାର ପରିବେଶ ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିବ। ଗହଳି ଠାରୁ ଦୂରରେ ରହି ପ୍ରକୃତିକୁ ଉପଭୋଗ କରିପାରିବେ।